ଏକା ଯାଇନଥିଲା। ତ ଆଜି ଥିଲା ମୋର ହାପି ବାର୍ଥଡେ। ତ ହାପି ବାର୍ଥଡେରେ ମୁଁ ସକାଳେ ଉଠିକି ମାନେ କିଛି ଆଉ କରିବାକୁ ଇଚ୍ଛା ନଥିଲା। ତ ସେଥିପାଇଁ ମୁଁ କିଛି କରିନଥିଲି। ନହେଲେ ଅଲଗା ଟାଇମରେ ସମସ୍ତେ ଥାଆନ୍ତି ତ ଆମେ ଯାଇକି କିଛି ଡେକୋରେସନ ଆରେ କରୁ। ତେବେ ଯେହେତୁ ତାପରେ ଅଫିସ ବି ଥିଲା ନା ଆଉ କିଛି ଇଚ୍ଛା ନାହିଁ। ରିସିର ଦେହ ବି ଖରାପ ଥିଲା। ଭାବିଲେ କଣ ଆଉ କରିବି, ଛାଡ ଏଥର ଘରେ ରହିଯିବା। ତ ସରୋଜ କହିଲେ ଯେ ଆଜି ନାଇଁ ଚାଲ କିଛି ଡିନର ଫିନର କରିକି ଆସିବା। ତ ସେ ବି ଅଫିସ ଯାଇଥିଲେ। ତ ମୁଁ ଭାବିଲି ଏବେ କଣ ଗୋଟେ କରିବା, ଦିନ ବେଳେ କାମ କରିଦବା ତାପରେ ରାତିରେ ନହେଲେ ଯାଇକି ଡିନର କରିକି ଆସିବା। ଆଉ ଡିନର କରିବା ପାଇଁ ସେ ଗୋଟେ ଡିସାଇଡ୍ କଲେ ଆରେବିଆନ ଗାର୍ଡେନ ସି ଫୁଡ ରେଷ୍ଟୁରାଣ୍ଟ। ତ ସେଇଠି ଆମେ ଯାଇକି ଟିକେ କେକ୍ କଟିଂ କଲୁ। ଆଉ କେକ୍ କଟିଂ କରିକି ସେଇଠି ଆମେ ଦେଇଥିଲେ କଷ୍ଟମାଇଜ ସଙ୍ଗ ଦେଇଥିଲେ ଯୋଉଟା ତାଙ୍କୁ ପ୍ଲେ କରିବା ପାଇଁ, ସେମାନେ ପ୍ଲେ କଲେ। ଆଉ ଗୋଟେ ବର୍ଥଡେ କେକ୍ ପାଇଁ ଆଗରୁ ଅର୍ଡର କରାହେଇଥିଲା। ତ ସେଇଟା ମତେ ଜଣା ନଥିଲା, ସେ ଯାଇକି ଆଗରୁ ଅର୍ଡର ଦେଇକି ଆସିଥିଲେ। ତ ଗଲାବେଳେ ଆମେ ଦେଖିଲୁ ଯେ ରେଷ୍ଟୁରାଣ୍ଟ ପୁରା ଖାଲି ଅଛି। ଆଉ ଯେହେତୁ ଏବେ ଜାଣିଛନ୍ତି ସବୁ ଯୋଉ ଗ୍ୟାସ ର କେତେ ପ୍ରୋବ୍ଲେମ ଚାଲିଛି, ଆଉ ସେଥିପାଇଁ ଲୋକମାନେ ବହୁତ ମାନେ ରେଷ୍ଟୁରାଣ୍ଟ ବହୁତ କମ ଖାଇବା ବନା ହଉଛି, ଲିମିଟେଡ ଖାଇବା ବନା ହଉଛି। ତ ମ୍ୟାକ୍ସିମମ୍ ସେମାନେ ପ୍ରେଫର କରୁଛନ୍ତି ଯୋଉ ଯାକୁ ମାନେ ରୋଷ୍ଟ କରିକି କରିହବ, ସେଟାକୁ ଓଭେନ ରେ କରିହବ ବା ଗ୍ରିଲ ରେ କରିହବ, ସେ ଯାକ ଆଇଟମ ବେଶୀ ପ୍ରିପେୟାର କରୁଛନ୍ତି। ବାକି ଯୋଉ ଛଣାଛଣି ଆଇଟମ, ଗ୍ରେଭି ଆଇଟମ ଏଗୁଡା ସବୁ ବନାଉନାହାନ୍ତି। କିନ୍ତୁ ଆମେ ଯେହେତୁ ଯାଇଛୁ ଖାଇବା ପାଇଁ, ତ ଫାଷ୍ଟ କେକ୍ କଟିଂ ସରିଲା। କେକ୍ କାଟିକି ଆମେ ନିଜେ ଖୁଆଖୁଇ ହେଇଗଲୁ, ନିଜେ ଯିଏ ଯାକୁ ଖୁଆଇଦେଲୁ। ତାପରେ ସିଏ ଯୋଉଠି ଗଲେ ତାର ଆଗେ ଖେଳିବା ଦରକାର, ତ ସେ ଖେଳିବା ପାଇଁ ବ୍ୟସ୍ତ ଥିଲା। ତ କେକ୍ କଟା ସରିଲା ପରେ ଆମେ ଭାବିଲୁ ଟିକେ କେକ୍ ଟା ଟିକେ ଖାଇବି ଦବୁ ଟିକେ, କାହିଁକି ନା ଘରେ ଗଲେ ଆଉ ସେଟା ଖାଇବାକୁ ଇଚ୍ଛା ହବନି। ତ ଏଇଟା ଫ୍ରେଶ କେକ୍ ଟା ଟିକେ ଖାଇଦବୁ। ଏ ଦେଖନ୍ତୁ ପୁରା ଖାଲି ଅଛି, ଲୋକ କେହି ନଥିଲେ। ତା ଭିତରେ ସରୋଜ ଘରେ ଯୋଉ କେକ୍ ଟା କାଟିକି ସେ ତାର ଟିକେ ଟିକେ ଖାଉଥିଲେ। କେକ୍ ସେ ନର୍ମାଲି ଖାଆନ୍ତିନି କିନ୍ତୁ ତାଙ୍କୁ ବହୁତ ଭଲ ଲାଗୁଥିଲା। ମୁଁ କହିଲି ଆଟଲିଷ୍ଟ ଆଇଟମରେ ଫଟୋ ଉଠେଇଥିଲେ। ରିଷି କହିଲା ଗୋଟେ କଙ୍କଡା ଖାଇବ, ତ କଙ୍କଡା ତାଙ୍କର କ୍ରେଭ୍ ଟା ବହୁତ ଭଲ ବନେଇଥିଲେ। ବହୁତ ୟମ୍ମି ବହୁତ ଟେଷ୍ଟି ଥିଲା। ଯେହେତୁ ଏଟା ଆରବିଆନ ସି ଫୁଡ ରେଷ୍ଟୁରାଣ୍ଟ, ତ ଏଥିରେ ଆରବିଆନ ଫୁଡ ଆଉ ସବୁ ସି ଫୁଡ ଆଇଟମ୍ସ ବହୁତ ଆଭେଲେବଲ ଅଛି। ବହୁତ ଭଲ ବି ଟେଷ୍ଟି ଅଛି। ତ ଏବେ ଯେହେତୁ ଗ୍ୟାସ ସର୍ଟେଜ ପାଇଁ ଲିମିଟେଡ ଆଇଟମ ବନାଉଛନ୍ତି, ତ ଆମେ ଯେହେତୁ ସୁପ୍ ମାଗିଲୁ, ସୁପ୍ ବନେଇ ନଥିଲେ, କହିଲେ ବନେଇ ହବନି କାହିଁକିନା ଗ୍ୟାସ ସର୍ଟେଜ। ତ ଆମର ଜାପାନୀ ଚିକେନ ଗୋଟେ ଅର୍ଡର କଲେ। ଏଟା ଷ୍ଟାର୍ଟରରେ ଦେଖନ୍ତୁ ଜାପାନୀ ଚିକେନ ଟା ମାନେ ଯଦି ଆପଣ ରାଗ ପସନ୍ଦ ନାହିଁ ତାହେଲେ ଏଇଟା ବହୁତ ଭଲ ଲାଗିବ। ଆଉ ବୋନଲେସ୍ ବି, ସେଥିପାଇଁ ଟ୍ରାଏ କରିପାରନ୍ତି। ଆଉ ଗୋଟେ ଚିକେନ ହାଇଦ୍ରାବାଦୀ ମଗେଇଥିଲୁ। ଚିକେନ ହାଇଦ୍ରାବାଦୀ ଭଲ ଟେଷ୍ଟ ଥିଲା। ତ ଆମେ ଚିକେନ ମାନେ ଜାପାନୀ ଚିକେନ ହାଇଦ୍ରାବାଦୀ ଆଉ ଗୋଟେ କ୍ରାବ ମସଲା ଗୋଟେ ଅର୍ଡର କରିଥିଲୁ। ତ କ୍ରେଭ ଟା ପୁରା ଅସମ୍ ଥିଲା। ଆମକୁ ତ ବହୁତ ମସ୍ତ ଲାଗିଲା। ବାକି ସେ ଅର୍ଡର କଲା ଖାଇବ ବୋଲି, ପ୍ରାଇସ୍ ଟିକେ ହାଇ ଅଛି। କ୍ରାବ ଟା 699। ତ ଏମିତି କାହିଁକିନା ରେଷ୍ଟୁରାଣ୍ଟ ଯାକ ଟିକେ ଅଧିକା ରେଟ୍ ଥିଲା, ତାପରେ ଗ୍ୟାସ୍ ପାଇଁ ଟିକେ ଏବେ ଆହୁରି ଅଧିକା ରେଟ୍ ଅଛି। ତ ଆମେ କେକ୍ ଟା ଅଧା ଖାଇକି ଅଧା ଆମେ ଦେଲୁ ତାଙ୍କର ସେଠି ଯୋଉ ହୋଟେଲ ଷ୍ଟାଫ ମାନଙ୍କୁ ଦେଇଦେଲୁ। ଡିଷ୍ଟ୍ରିବ୍ୟୁଟ କଣ ଦେଇଦେଲୁ, କହିଲେ ଆପଣ ମାନେ ଖାଆନ୍ତୁ, ଏନ୍ଜୟ କରନ୍ତୁ। ଏମିତି ଥିଲା ଆମର ବାର୍ଥଡେ ସେଲିବ୍ରେସନ ଛୋଟ ଛୋଟ। ଆଉ ସେଠି ଖାଇସାରିକି ଆମେ ଆସିକି ବାହାରେ ଟିକେ ଛୋଟ ଦି ତିନିଟା ଫଟୋ କ୍ଲିକ୍ କଲୁ। ଆଜି ଅଧିକା ଫଟୋ ଉଠେଇନୁ କାରଣ ସବୁ ଟାୟାର୍ଡ ଥିଲେ। ସେଥିପାଇଁ ଅଧିକ ଫଟୋ ଉଠାଇଲେନି। ବାକି ବାହାରିଲା ବେଳେ ଆମେ ଟିକେ ଦି ଚାରିଟା ଖାଲି ଫଟୋ ଏମିତି କ୍ଲିକ୍ କରିକି ଆମେ ପଳେଇ ଆସିଲୁ। ତ ସେଠି ଦେଖନ୍ତୁ ମାନେ କି ହୋଟେଲ ଟା ବହୁତ ଭଲ ରେଷ୍ଟୁରାଣ୍ଟ, ସି ଫୁଡ ଆଇଟମ ସି ଫୁଡ ଲଭର ହେଇଥିବେ ତାହେଲେ ଆପଣ ବହୁତ ଭଲ ରେକମେଣ୍ଡେଡ। ତ ଗଲାବେଳେ ଆମେ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପୁରେଇବା ପାଇଁ ଠିଆ ହେଇଥିଲୁ। ଭାଇ ଏତେ ଟାଇମ ନେଲା, ସେମାନେ ସେଇଠି ଅଧଘଣ୍ଟେ ଅଧିକା ଆମର ନେଇଗଲା ପେଟ୍ରୋଲ ପୁରେଇବା ପାଇଁ। ଆଉ ପଙ୍କଚର ସରି ମାନେ ଗ୍ୟାସ୍ ଟିକେ ପୁରେଇବାର ଥିଲା, ଗ୍ୟାସ୍ କମ ଥିଲା। ତ ସିଏ ବହୁତ ଟାଇମ ନେଇଗଲା, ଆମେ ବହୁତ ଇରିଟେଟ ହେଇଗଲୁ। ତା ମଝିରେ ଆମର ମାନେ ଅଧଘଣ୍ଟେ ଟୁ ଅଧିକା ଟାଇମ ଲାଗିଲା। ତ ଏମିତି କରିକି ଫାଇନାଲି ଆମେ ଘରେ ଗଲୁ। ତ ଏଇଟା ଥିଲା ଆମର ଛୋଟ ସ ବ୍ଲଗ। କେମିତି ଲାଗିଲା କହିବେ